ମୃତ୍ୟୁ ଏହି ଶବ୍ଦ ଶୁଣିଲେ ଆମ ମନ ଭୟରେ ଭରି ଯାଇଥାଏ। କିନ୍ତୁ ହନୁମାନ ଆଜି ଆମକୁ ଅନ୍ୟ କଥା କହୁଛନ୍ତି। ଅନ୍ତକାଳ ରଘୁବରପୁର ଯାଇ, ଯାହା ଜନ୍ମ ହରି ଭକ୍ତ କହାଇ। ଏହି ଚୌପାଇ କେବଳ ମୃତ୍ୟୁ ବିଷୟରେ ନୁହେଁ, ଏହା ଆମ ଭୟ ବିଷୟରେ। ଆମେ ପ୍ରତିଦିନ କିଛି ନ କରି କିଛି ଭୟରେ ବଞ୍ଚୁଛେ। ଭବିଷ୍ୟତର ଭୟ, ହାରିଯିବାର ଭୟ, ଏକା ହୋଇଯିବାର ଭୟ। କିନ୍ତୁ ଯେଉଁ ଲୋକ ହନୁମାନଙ୍କୁ ନିଜ ହୃଦୟରେ ରଖେ, ତାଙ୍କର ଜୀବନରେ ଅନ୍ତ ଭୟରେ ନୁହେଁ, ଶାନ୍ତିରେ କଟିଥାଏ। ସେ ରଘୁବରଙ୍କ ଧାମକୁ ପହଞ୍ଚିଯାଏ ଏବଂ ପୁଣି ଜନ୍ମ ନେଲେ ମଧ୍ୟ ହରିଙ୍କ ଭକ୍ତ ହିସାବରେ ପରିଚିତ ହୋଇଥାଏ। ଆପଣ ଯଦି ଭୟରୁ ମୁକ୍ତି ଚାହୁଁଛନ୍ତି, ତେବେ ପ୍ରତ୍ୟେକ ଦିନ ହନୁମାନ ଚାଳିଶାକୁ ନିଜ ଜୀବନରେ ଆପଣାନ୍ତୁ। ପ୍ରତ୍ୟେକ ଦିନ ଏହାର ପାଠ କରନ୍ତୁ।